ଦେଖନ୍ତୁ ମୋ ଦକ୍ଷିଣ ଓଡ଼ିଶାର କଥା କହିବି, ମୋ ଅଞ୍ଚଳ କଥା। ଆମ ସେପଟେ କଂଗ୍ରେସଟା ପୁରା ମଜବୁତ ହେଇକି ଅଛି। କଂଗ୍ରେସ ବର୍ତ୍ତମାନ ତ ଆହୁରି କଂଗ୍ରେସକୁ ସମସ୍ତେ ଲୋକ କଂଗ୍ରେସର ବିକଳ୍ପ ଚାହୁଁଛନ୍ତି, କଂଗ୍ରେସର ପରିବର୍ତ୍ତନ ମାନେ ସରକାର ପରିବର୍ତ୍ତନ ଚାହୁଁଛନ୍ତି। ଆଉ ବିଗତ ଦିନରେ କଂଗ୍ରେସ ହିଁ ବିକଳ୍ପ ହବ ଓଡ଼ିଶାରେ। ଦୀର୍ଘ 24 ବର୍ଷ ଶାସନରେ ବିଜୁ ଜନତା ଦଳର ଶାସନରେ ଓଡ଼ିଶାବାସୀ ଜନସାଧାରଣ ସମସ୍ତେ ଦେଖିଛନ୍ତି କିଭଳି ଭାବରେ ସେମାନଙ୍କର ଶାସନ ଥିଲା। ତାଙ୍କରି ଶାସନରେ ତ ନେତା ମନ୍ତ୍ରୀଙ୍କର କୌଣସି ଗୁରୁତ୍ୱ ନଥିଲା, ସେଠି ଜଣେ ହିଁ ରାଜ କରୁଥିଲା ପାଣ୍ଡିଆ, ଯାହାଦ୍ୱାରା କି ସେମାନଙ୍କ ଭିତରେ ଗୋଟେ ଗର୍ବ ଅହଙ୍କାର ପଡ଼ିଯାଇଥିଲା ସରକାର। ସେଥିପାଇଁ ସେମାନଙ୍କର ସରକାର ଆଜି ନିପାତ ହେଇଗଲା। ବର୍ତ୍ତମାନର ଡବଲ ଇଞ୍ଜିନ ସରକାର ପମ୍ପା ଭାଷଣ ଦିଅନ୍ତି, ଖାଲି କାର୍ଯ୍ୟରେ ଝିର, କାମ ନାହିଁ, ଖାଲି ଭାଷଣ ମାରନ୍ତି, ଖାଲି ଗପ କୁହନ୍ତି। ତାକୁ ଭଲ ଭାବରେ ଓଡ଼ିଶାବାସୀ ସବୁଆଡ଼େ ଭଲ ଭାବରେ ଅନୁଦାନ କରିସାରିଲେଣି। ଆଉ ସରକାର ପରିବର୍ତ୍ତନ ଚାହୁଁଛନ୍ତି ଓଡ଼ିଶାବାସୀ। ନିଶ୍ଚିତ ଭାବରେ ଆଗାମୀ 2029 ଯୋଉ ନିର୍ବାଚନ ହବ, 2027ରେ ଜଣା ପଡ଼ିଯିବ। 2027 ଯୋଉ ପଞ୍ଚାୟତ ରାଜ ନିର୍ବାଚନ ଅଛି, ଏଇ ପଞ୍ଚାୟତ ନିର୍ବାଚନରେ କଂଗ୍ରେସ ଭଲ ପ୍ରଦର୍ଶନ କରିବ। ଆଉ 2029 ବେଳକୁ କଂଗ୍ରେସ ଓଡ଼ିଶାରେ ସରକାର ଗଠନ କରିବ, ଏହା ନିଶ୍ଚିତ। ବର୍ତ୍ତମାନ ମାନ୍ୟବର ଆମର PCC ସଭାପତି ନୂତନ ଭାବରେ ପ୍ରାୟ 3 ମାସ ଭିତରେ ଅନେକ ବଡ଼ ବଡ଼ କାର୍ଯ୍ୟକ୍ରମ କରିସାରିଛନ୍ତି। ଆଉ ନୂତନ PCC ସଭାପତି ହେବା ପରେ ପରେ ନୂତନ ଯୋଉ କମିଟି ଗଠନ ହେଲା, ଏଠି ଯୋଉ ଏଇ କମିଟିରେ ୟଙ୍ଗ ଜେନେରେସନକୁ ପ୍ରାଧାନ୍ୟ ଦେଇଛନ୍ତି, ପ୍ରାଧାନ୍ୟ ଦେଇଛନ୍ତି। ଆଉ ସେଥି ଭିତରୁ ବହୁତ ଗୁଡ଼ାଏ ବିଧାୟକ ଅଛନ୍ତି, ଆମ ବିଧାୟକ ବନ୍ଧୁମାନେ ଅଛନ୍ତି। ଆମେ ସମସ୍ତ ବିଧାୟକ ଯୋଉମାନେ ଯୋଉ ଟିମ୍ରେ ଯୋଉ PCC ଟିମ୍ରେ ଯୋଉମାନେ ଅଛନ୍ତି, ଆମେ ସମସ୍ତେ ଏକ ହେଇ ଆମେ ଓଡ଼ିଶାର ସ୍ୱାର୍ଥ ପାଇଁ, ଓଡ଼ିଶା ଜନସାଧାରଣଙ୍କ ସ୍ୱାର୍ଥ ପାଇଁ ଆମେ ଲଢ଼େଇ କରିବୁ। ପ୍ରତ୍ୟେକ ଅଞ୍ଚଳକୁ ଗସ୍ତ କରିବୁ, କଂଗ୍ରେସ ସଂଗଠନକୁ ମଜବୁତ କରିବୁ। ବର୍ତ୍ତମାନ ଆପଣ ଯୁଆଡ଼େ ଯାଆନ୍ତୁ, ଓଡ଼ିଶା ସାରା ଯୋଉଠି ଗଲେ କାଗାରି ଲୋକଙ୍କର ଗୋଟେ ଚିନ୍ତାଧାରା ଯେ ସରକାର ପରିବର୍ତ୍ତନ। ସାର୍, ଓଡ଼ିଶାର ଶେଷ ସୀମା ବିଜେପି ଓ ବିଜେଡିକୁ ମାତ ଦେଇ ଆପଣ ଏଇ ଇଲେକ୍ସନରେ ଉତ୍ତୀର୍ଣ୍ଣ ହୋଇବେ। ମୋର ପାଇଁ ବହୁତ ବଡ଼ ଚ୍ୟାଲେଞ୍ଜ ଥିଲା। ନା ମୋ ପାଖରେ ଟଙ୍କା ଥିଲା, ନା ବାହୁବଳ ଥିଲା, ନା ଅର୍ଥବଳ ଥିଲା। ମୋ ପାଖରେ ବାହୁବଳ ନଥିଲା, ଅର୍ଥବଳ ନଥିଲା, କିନ୍ତୁ ମୋ ପାଖରେ ଜନତା ବଳ ଥିଲା, ଜନବଳ ଥିଲା। ଆଜି ଚିତ୍ରକୋଣ୍ଡା ନିର୍ବାଚନ ମଣ୍ଡଳୀର ସମସ୍ତ ପଟୁଷ ଭାଇ ଓ ଭଉଣୀମାନଙ୍କୁ ସମସ୍ତଙ୍କୁ ବହୁତ ବହୁତ ଧନ୍ୟବାଦ ଦେବି। ଏଇ ଯୋଉ ପରିସ୍ଥିତିରେ ବିଜେଡି ଅଜସ୍ର ପଇସା ଢାଳିଛି, ଅଜସ୍ର ପଇସା ତାଙ୍କ କ୍ଷମତାରେ ଥିଲେ, ଅଜସ୍ର ପଇସା ଢାଳିଲେ। ବିଜେପି ସେ ସେଣ୍ଟ୍ରାଲରେ ସରକାର ଅଛି, ତାଙ୍କର ବଡ଼ ବଡ଼ ନେତା ଆସିଲେ, ବଡ଼ ବଡ଼ ସେଲିବ୍ରିଟି ଆସିଲେ, ବିଜେଡିରେ ହିରୋ ହିରୋଇନ ମାନଙ୍କୁ ଆଣି ନଚାଇଲେ। କିନ୍ତୁ ଚିତ୍ରକୋଣ୍ଡା ନିର୍ବାଚନ ମଣ୍ଡଳୀରେ 1000 ହିରୋଇନ 1000 ହିରୋ ଆଇଲେ ମଧ୍ୟ ମୁଁ ତ ଗୋଟେ ହିରୋ, ଆଉ ମୋ ଭଳି ହିରୋ ସେମାନେ ଚିତ୍ରକୋଣ୍ଡା ନିର୍ବାଚନ ମଣ୍ଡଳୀରେ ସେଠି ମୋ ସାଙ୍ଗରେ ମାନେ ଖାପ କହିପାରେ। ଏଟା ପାଇଁ ଅଜସ୍ର ପଇସା ଢାଳିଲେ, କିନ୍ତୁ ମୋର ଜନତା ବଳ ମତେ ଜନସାଧାରଣ ମତେ ଆଶୀର୍ବାଦ ଦେଇଛନ୍ତି, ଭଲ ପାଇବା, ସେମାନଙ୍କର ସ୍ନେହ ଶ୍ରଦ୍ଧା ଯୋଉ ଚିତ୍ରକୋଣ୍ଡା ନିର୍ବାଚନ ମଣ୍ଡଳୀବାସୀ ଦେଇ ଆଜି ନିର୍ବାଚିତ କରିଛନ୍ତି। ଏଠି ବାହୁବଳ ଅର୍ଥବଳ କୌଣସି ଟଙ୍କା କାମ ଦେଲା। କିନ୍ତୁ ମୁଁ ବାରମ୍ବାର ପ୍ରତ୍ୟେକ ଗଣମାଧ୍ୟମ କହିକିରି ଆସୁଛି, ମୁଁ ତୃଣମୂଳ ସ୍ତରରୁ ଆଜି ସୋସିଆଲ ୱାର୍କର, ୱାର୍ଡ ମେମ୍ବର, ସରପଞ୍ଚ, ଜିଲ୍ଲା ପରିଷଦ, ଯୋଉ ଚିତ୍ରକୋଣ୍ଡା ନିର୍ବାଚନ ମଣ୍ଡଳୀର ଜନସାଧାରଣଙ୍କର ମୌଳିକ ସମସ୍ୟା ଉପରେ ବାରମ୍ବାର ଆମେ ଆନ୍ଦୋଳନ କରିଥିଲୁ। ଯେତେବେଳେ ସମିତି ସଭ୍ୟ ମିଟିଂ ହଉ,
कि जेडपी मीटिंग हो से मीटिंग रे से अंचल समस्या उपरे बारंबार मु प्रतिवाद करती बारंबार माने सरकार को अवगत कराई लोक या मत जानी लोक जानी निश्चित भाव से गोटे आशा भरसा कले मंगू बाबू निश्चित भाव में आम लड़ाई कर जनसाधारण लड़ाई कर जेल अनेक थर जेल जाइए अनेक जेल माने प्रत्येक थाना मो केस माने जनसाधारण काम जनसाधारण हक अधिकार जनसाधारण हक अधिकार अनेक थर जेल जाइए जो भरसा जो वोटर्स भाई भणी मान मो प्रति भरसा थिला से माने निश्चित भाव मते आशा प्रकट करी आशा भरसा करी आज गोटे आशीर्वाद दे समस्त भोट दे मते निर्वाचित कर पड़ भाई से काम गुडा कार्यकारी करी देखेबा पे प्रस्तुत अछि गोटे दुख लागुची 2000 माने 24 वर्ष शासन काल रे बिजु जनता शासन काल रे आज चित्रकोंडा स्वाभिमान कथा कहती कि मो निर्वाचन मंडली हूँ गोटे पहाड़िया गोटे प्राय 4टा ब्लॉक अच्छे सब जगह ब्लॉक पहाड़ी अंचल रे किछि पंचायत गुड़ाक अच्छी अति माने दुख लगुच 24 वर्ष शासन पर आज सीटाकार जो जनसाधारण जो बसवास कर अधिकांश आदिवासी बंटा कोया कम्युनिटी बंध पर्जा डिडे जो मैंने बसवास कर प्रायतः पहाड़ अंचल बसवास कर आज पर्यंत शुद्ध विशुद्ध पानी कौन पाई पारता से गाँव को रास्ता कौन जापर सिटी नेटवर्क व्यवस्था ना सिटी शिक्षार व्यवस्था ना सिटी स्वास्थ्य व्यवस्था माने जो सरकारी योजना से माने अनेक दूर माने वंचित ये जो पाई ये जो सेमानकर मौलिक समस्या केमती से पाई पारे से मौलिक समस्या केमती पहुंच पाए से रास्ता केमती पहुंच पाए स्वास्थ्य सेवा केमती पहुंच पाए शिक्षा केमती पहुंच पार से नेटवर्क व्यवस्था केमती पार मो बारंबार सरकार पाखरे जिला प्रशासन पाखरे मो निश्चित भाव में मो बहुत गुड़ाए लेटर माध्यम जन निजे साक्षात कर जन निजे ये जो सेक्रेटेरिएट रे सेक्रेटरी मानक मिसी कमिशनर मानक मिसी आउ से अंचल मो चित्रकोड़ा निर्वाचन मंडल केमती से समस्त प्रकार मौलिक समस्या माने समस्या दूर हम एवं समस्त लोक केमती सरकार सुविधा पाई पारे प्राय जिला प्रशासन एवं स्टेट जो सेक्रेटेरिएट मंत्री मानक देखा कर मुख्यमंत्री को अवगत कराई जी डिपार्टमेंट मंत्री अच्छे प्राय मंत्री मानक जोगाजोग कर जिते मु जिला परिषद थी जिला परिषद को रिजन दे मु एमएलए टिकेट पाई विधायक टिकेट पाइला मो निर्वाचन मंडल मो जोन रे थी जेडपी थी जिला परिषद सभ्य थी से जोन रे इलेक्शन हम से इलेक्शन रे मु तो आपण मानक कहूँ मालकानगिरी जिले में जितकी भी इलेक्शन हम समिति सभ्य सरपंच आउ जेडपी वो निश्चित भाव बाजीमात कर कांग्रेस बाजीमात